ସାଙ୍ଗମାନେ, ମୋ ନାଁ ଜୟ। ଆଉ ଆଜି ମୁଁ ଗୋଟେ ବଢ଼ିଆ କାହାଣୀଟେ ପଢ଼ିବାକୁ ଯାଉଛି, ଯେଉଁଟାକୁ ଆପଣମାନେ ଶୁଣିଲେ ଆପଣ କେବେ ବି ଜୀବନରେ ଦୁଃଖ ରହିବେନି। ତେଣୁ ଲାଷ୍ଟ ପର୍ଯ୍ୟନ୍ତ ରହନ୍ତୁ ଆଉ ପୁରା କାହାଣୀ ଶୁଣିଯାଆନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ସଲୋମନଙ୍କ ମୁଦି। ରାଜା ସଲୋମନ ସେଦିନ ତାଙ୍କ ସିଂହାସନରେ ନୀରବରେ ବସିଥାନ୍ତି। ଚାରିପଟେ ବିଦ୍ୱାନ ପାରିଷଦଗଣ, ସେମାନେ ମଧ୍ୟ ଅନୁରୂପ ଚିନ୍ତିତ ଦିଶୁଥାନ୍ତି। ତାହାର କାରଣ, ରାଜା ସେମାନଙ୍କୁ ଏକ କଠିନ ପ୍ରଶ୍ନ ପଚାରିଥାନ୍ତି, ଯାହାର ଉତ୍ତର ସେମାନଙ୍କ ପାଖରେ ନଥାଏ। ପ୍ରଶ୍ନଟି ହେଲା, ଏଭଳି କୌଣସି ମନ୍ତ୍ର ଅଛି କି ଯାହା ମଣିଷକୁ ତା'ର ଭୟଙ୍କର ଦୁର୍ଦ୍ଦିନରେ ସାହସ ଦେବ ଏବଂ ସୁଖତମ ମୁହୂର୍ତ୍ତରେ ସୁଧା ଆନନ୍ଦ ଉଲ୍ଲାସ ଉପରେ ନିୟନ୍ତ୍ରଣ ରଖିବାରେ ତାକୁ ସାହାଯ୍ୟ କରିବ? ପାରିଷଦଗଣ ବାରମ୍ବାର ରାଜାଙ୍କ ପ୍ରଶ୍ନକୁ ନିଜ ନିଜ ଭାଷାରେ ମନେ ମନେ ଦୋହରାଉଥାନ୍ତି। ଏଭଳି ମନ୍ତ୍ର କ'ଣ ସମ୍ଭବ? ଉଭୟ ସୁଖ ଓ ଦୁଃଖରେ, ସୁଦିନ ଓ ଦୁର୍ଦ୍ଦିନରେ ଗୋଟିଏ ମନ୍ତ୍ର ସମାନ କାମ ଦେବ କିଭଳି? ସେମାନେ ବିଫଳ ହେଲେ। ମାତ୍ର ଏ ଘଟଣାର ସପ୍ତାହକ ପରେ ଜଣେ ବୃଦ୍ଧ ଆସି ସଲୋମନଙ୍କୁ ଗୋଟାଏ ମୂଲ୍ୟବାନ ମୁଦି ଉପହାର ଦେଲେ। ସୁନା ତିଆରି ମୁଦିଟିରେ କିଛି ଲେଖା ଯାଇଥିଲା ଓ ତାହା ଉପରେ ହୀରା ଖଚିତ ଛୋଟ ଢାଙ୍କୁଣୀ ଘୋଡ଼ା ଯାଇଥିଲା। ମୁଦିଟି ଏଭଳି ତିଆରି ହୋଇଥିଲା ଯେ ପିନ୍ଧିଥିବା ଲୋକ ଜୋରରେ ହାତ ଛାଟିଦେଲେ ତାହା ଆପେ ଖୋଲିଯିବ ଓ ତଳେ ଗୁମ୍ଫିତ ଶବ୍ଦ କେତୋଟି ପଢ଼ି ହେବ। ରାଜାଙ୍କଠାରୁ ପୁରସ୍କାର ନେଇ ଯାଉ ଯାଉ ବୃଦ୍ଧ ଜଣକ କହିଲେ, ମହାରାଜ, ଏହି ମୁଦିରେ ମୁଁ ସେ ମନ୍ତ୍ର ଲେଖିଦେଇଛି ଯାହା ଉଭୟ ଦୁଃଖ ଓ ସୁଖରେ ସମାନ କାମ ଦେବ। ତେବେ ମୋର ସର୍ତ୍ତଟିଏ ଅଛି, ଆପଣ ଏହାକୁ ବର୍ତ୍ତମାନ ଖୋଲିବେ ନାହିଁ କି ମୁଦିର ଲେଖାଟି ପଢ଼ିବେ ନାହିଁ। ଯେତେବେଳେ ଭାବିବେ ଯେ ଜୀବନର ଚରମ ମୁହୂର୍ତ୍ତ ଉପସ୍ଥିତ, ସେତେବେଳେ କେବଳ ଏହାକୁ ଖୋଲି ପଢ଼ିବେ। ରାଜା ସଲୋମନ ପ୍ରତିଶ୍ରୁତି ଦେଲେ, ସେଇଆ ହେବ। ବୃଦ୍ଧ ଜଣକ ଚାଲିଗଲେ। ଏହାର କିଛି ମାସ ପରେ ଶତ୍ରୁ ରାଜାଙ୍କ ସହ ସଲୋମନଙ୍କର ଯୁଦ୍ଧ ହେଲା। ସଲୋମନ ସେହି ଯୁଦ୍ଧରେ ପରାସ୍ତ ହୋଇ ରଣକ୍ଷେତ୍ରରୁ ପଳାୟନ କରୁଥାନ୍ତି। ପଛରେ ଶତ୍ରୁପକ୍ଷର ସୈନ୍ୟ ଓ ସେନାପତି ସେମାନେ ଗୋଡ଼ାଉଥାନ୍ତି ସଲୋମନକୁ। ସଲୋମନ ନିରସ୍ତ, ଅସହାୟ। ତାଙ୍କ ଘୋଡ଼ା ମଧ୍ୟ ପାଖରେ ନାହିଁ। ଘଞ୍ଚ ଜଙ୍ଗଲର ଗୋଟିଏ ଗଛ ପଛରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥାନ୍ତି କ୍ଳାନ୍ତ ଶ୍ରାନ୍ତ ସଲୋମନ। ସେତେବେଳେ ସେ ଭାବିଲେ, ଜୀବନର ଚରମ ଦୁଃଖ ସମୟ ଉପସ୍ଥିତ। ତାଙ୍କର ଆଉ ରକ୍ଷା ନାହିଁ। ବୃଦ୍ଧ ଦେଇଥିବା ମୁଦିଟି ଖୋଲି ଅସ୍ତଗାମୀ ସୂର୍ଯ୍ୟର ଅବଶେଷ କିରଣରେ ସେ ମନ୍ତ୍ରଟି ପଢ଼ିଲେ। ହଠାତ୍ ମୁହଁଭଙ୍ଗୀ ବଦଳିଗଲା। ତାଙ୍କର ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଗଲା। ସେ ଆଉ କାତର ହେଲେ ନାହିଁ, ବରଂ ଉତ୍ତୀର୍ଣ୍ଣ ସନ୍ଧ୍ୟାରେ ରହସ୍ୟ ଦିଶୁଥିବା ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ
କରିବାରେ ମନ ଦେଲେ। ଚୁପଚାପ ଶତ୍ରୁ ପକ୍ଷର ସେନାପତି ଦୀର୍ଘକାଳ ଅପେକ୍ଷା କରି ନିରାଶରେ ଫେରିଗଲେ। ସଲୋମନ ତା'ପରେ ବଡ଼ କଷ୍ଟରେ ସେଠୁ ବାହାରି ଫେରି ଆସିଲେ ନିଜ ରାଜ୍ୟକୁ ଏହାର କିଛି ମାସ ପରେ। କିନ୍ତୁ ସେ ନିଜର ସୈନ୍ୟବଳ ଏକାଠି କରି ଦ୍ୱିଗୁଣ ବିକ୍ରମରେ ସେହି ରାଜ୍ୟ ଆକ୍ରମଣ କଲେ। ଏଥର ସେ ଜିଣିଲେ ଶତ୍ରୁ ରାଜ୍ୟର ରାଜା ହେଲେ ବନ୍ଦୀ। ସଲୋମନଙ୍କୁ ମହାନାୟକର ମର୍ଯ୍ୟାଦା ଦେବାଲାଗି ତାଙ୍କ ରାଜଧାନୀରେ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଗଲା। ସଲୋମନ ସେଦିନ ଯୋଦ୍ଧାର ବେଶ ପୋଷାକ ପିନ୍ଧି ରାଜପ୍ରସାଦରୁ ବାହାରୁଥାନ୍ତି। ସମ୍ବର୍ଦ୍ଧନା ମଞ୍ଚକୁ ସବୁଠାରୁ ତାଲିମପ୍ରାପ୍ତ ଅଶ୍ୱ ତାଙ୍କ ପିଠିରେ ବସେଇ ସଭାସ୍ଥଳକୁ ନେଉଥାଏ। ଚାରିପଟୁ ପୁଷ୍ପବୃଷ୍ଟି ହେଉଥାଏ ଓ ତା ସାଙ୍ଗରେ ଜୟ ଜୟକାର। ସଲୋମନ ଭାବୁଥାନ୍ତି, ତାଙ୍କଠାରୁ ଅଧିକ କ୍ଷମତାଶାଳୀ ରାଜା ଏ ପୃଥିବୀରେ ଦ୍ୱିତୀୟ କେହି ନାହାନ୍ତି। ଅଦ୍ଭୁତ ଆତ୍ମପ୍ରସାଦ ଓ ଅହଙ୍କାର। ସେ ନିଜ ମସ୍ତକରୁ ମୁକୁଟ ଖୋଲି ଦୀର୍ଘ କେଶକୁ ପଛକୁ ଛାଟିଦେଲେ। ବିରଚିତ ଠାଣିରେ ସେତିକିବେଳେ ହାତରେ ସେଇ ମୁଦିଟିର ଉପର ଢାଙ୍କୁଣୀ ଖୋଲିଗଲା। ଲମ୍ବା କେଶରେ ଝିଙ୍କି ହୋଇ ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ମନ୍ତ୍ରରୂପୀ ଶବ୍ଦ କେତୋଟି ଉପରେ ଆଖି ପଡ଼ିଗଲା। ତାଙ୍କର ନିମିଷକରେ ରାଜା ସଲୋମନଙ୍କ ମୁହଁ ଭଙ୍ଗି ବଦଳିଗଲା। ମନ ଭିତରୁ ବିଜୟୀର ଅହଙ୍କାର ଦୂରେଇଗଲା। ସେ ଅଶ୍ୱ ଉପରୁ ଓହ୍ଲାଇ ପଡ଼ିଲେ। ହାତଟେକି ଇସାରା ଦେଲେ, ପୁଷ୍ପବୃଷ୍ଟି ଓ ହର୍ଷଧ୍ୱନି ବନ୍ଦ କର। ପାଦରେ ଚାଲି ଚାଲି ସେ ମଞ୍ଚଯାଏ ଗଲେ ଓ ନମ୍ରତାର ସହ ମୁଣ୍ଡ ନୁଆଁଇ କେବଳ ଫୁଲତୋଡ଼ାଟିଏ ଗ୍ରହଣ କରି ବିଜୟର ଶ୍ରେୟକୁ ଉତ୍ସର୍ଗ କଲେ ନିଜ ରାଜ୍ୟର ନାଗରିକ ଓ ସୈନ୍ୟମାନଙ୍କୁ। ସଲୋମନଙ୍କ ସୁନା ମୁଦିରେ ଛୋଟ ଛୋଟ ଅକ୍ଷରରେ ଲେଖାଯାଇଥିଲା ମାତ୍ର କେତୋଟି ଶବ୍ଦ, ଏହି ସମୟ ରହିବ ନାହିଁ। ତେଣୁ ଫ୍ରେଣ୍ଡସ୍, ଆମକୁ ଏହା ଶିକ୍ଷା ମିଳିଲା ଯେ ଏ ସମୟ ରହିବ ନାହିଁ, ଦୁଃଖରେ ମଧ୍ୟ ସୁଖରେ ମଧ୍ୟ। ଥ୍ୟାଙ୍କ ୟୁ।